ଏହି ବିଷୟକୁ ନେଇ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଉଛି। ଧର୍ଷଣ ଏବଂ ହତ୍ୟା କରାଯାଇଥିବା ଅଙ୍କିତା ପ୍ରିୟଦର୍ଶିନୀ ବାରିକଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଏବଂ 10 ଲକ୍ଷ ଟଙ୍କା ସରକାରୀ ଆର୍ଥିକ ସହାୟତା ଆମେ ଦାବି କରୁଛୁ। ଏହି ମର୍ମସ୍ପର୍ଶୀ ଜଘନ୍ୟ ଘଟଣାରେ ସାରା ଅଞ୍ଚଳ, ଜିଲ୍ଲା ଏବଂ ରାଜ୍ୟ ସ୍ତବ୍ଧ ହୋଇଯାଇଛି। ଅଭିଭାବକମାନେ ଝିଅମାନଙ୍କୁ ସ୍କୁଲ କଲେଜ ଛାଡ଼ିବାକୁ ଭୟ କରୁଛନ୍ତି ଏବଂ ଘରକୁ ନ ଫେରିବା ପର୍ଯ୍ୟନ୍ତ ମାନସିକ ଚାପରେ ରହୁଛନ୍ତି। ଏହିଭଳି ପରିସ୍ଥିତିରେ ପୁଲିସ ପ୍ରଶାସନ ଏହି ଘଟଣାର ନିରପେକ୍ଷ ତଦନ୍ତ କରି ଅପରାଧୀମାନଙ୍କୁ ଉପଯୁକ୍ତ ଦଣ୍ଡ ବିଧାନ କରିବା ନିମନ୍ତେ କଂଗ୍ରେସ ଦାବି କରୁଛି। ପୁଲିସ ପକ୍ଷରୁ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଆମମାନଙ୍କର ସନ୍ତୋଷଜନକ ନୁହେଁ ଏବଂ ଅନେକ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି କରିଛି। ପୁଲିସ ପକ୍ଷରୁ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ସନ୍ତୋଷଜନକ ନୁହେଁ ଏବଂ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ କରା ନ ଯାଇ କଟକ ବଡ଼ ଡାକ୍ତରଖାନାକୁ ପଠାଯିବାର କାରଣ ପୁଲିସ ସ୍ପଷ୍ଟ କରିନାହିଁ। ଛାତ୍ରୀଙ୍କର ବୟସ କେତେ ଥିଲା ପୁଲିସ ତାହା ମଧ୍ୟ ସ୍ପଷ୍ଟ କରିନାହିଁ। ସେ ଯଦି ନାବାଳିକା ତେବେ ଅପରାଧୀମାନଙ୍କ ବିରୁଦ୍ଧରେ ପୋସ୍କୋ ଆଇନର ଦଫା ଲଗାଯାଇଛି କି ନାହିଁ ତାହା ମଧ୍ୟ ସନ୍ଦେହ ଘେରରେ। ଶବ ବ୍ୟବଚ୍ଛେଦ ତଥ୍ୟ ସାର୍ବଜନୀନ ହେବା ଆବଶ୍ୟକ। ଏହା ଗଣ ବଳାତ୍କାର ଏବଂ ହତ୍ୟା ହେବାର ସମ୍ଭାବନା ଯଥେଷ୍ଟ। ଯୌନାଙ୍ଗରୁ ରକ୍ତସ୍ରାବ ହୋଇ ଜଣଙ୍କର ମୃତ୍ୟୁ ହୋଇଯିବା ଏତେ ସହଜ ନୁହେଁ। ଯଦି ଅପରାଧୀମାନେ ପୀଡ଼ିତାଙ୍କୁ କାମାକ୍ଷାନଗର ଆଣି ନାପକିନ୍ ଦେବା ଏବଂ ଆଇସ୍କ୍ରିମ୍ ଖାଇବାକୁ ଦେଇଥିଲେ ବୋଲି ପୁଲିସ କହିଛି, ତେବେ ଡାକ୍ତରଖାନାରେ ଚିକିତ୍ସା ନ କରାଇ ତାଙ୍କୁ ଜଙ୍ଗଲରେ ଫୋପାଡ଼ି ଦେଇଥିଲେ କାହିଁକି? ଏହିସବୁ ପ୍ରଶ୍ନ ସାଧାରଣରେ ଆଲୋଚିତ ହେଉଛି ଏବଂ ପୁଲିସ ଗଣମାଧ୍ୟମରେ ଏହାର ଉତ୍ତର ରଖିବାକୁ କଂଗ୍ରେସ ଦାବି କରୁଛି। ଜିଲ୍ଲା ପ୍ରଶାସନ ପୀଡ଼ିତାଙ୍କ ପରିବାରକୁ ଅତି କମରେ 10 ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଆମେ ଦାବି କରୁଛୁ। ଖରିଫ ଧାନ ଏପର୍ଯ୍ୟନ୍ତ ଅନେକ ଚାଷୀ ବିକ୍ରି କରିପାରିନାହାନ୍ତି। ସରକାରଙ୍କ ତରଫରୁ ଯେତେ ପ୍ରଚାର କରାଗଲେ ମଧ୍ୟ ବାସ୍ତବିକତା ହେଉଛି ଯେ ଅନେକ ଚାଷୀ ସରକାରୀ ମଣ୍ଡିରେ ଧାନ ବିକ୍ରି କରିପାରିନାହାନ୍ତି। ଗରିବ ଚାଷୀ ଧାନ ବିକ୍ରି ଟଙ୍କାରେ ପରିବାର ପ୍ରତିପୋଷଣ କରିଥାଏ। ସେ ଯଦି 4 ମାସ ହେଲା ଧାନକୁ ଧରି ବସିଅଛି, ତାର ପରିବାର କିପରି ଦୟନୀୟ ଅବସ୍ଥାରେ କାଳାତିପାତ କରୁଛି ସେ ବିଷୟରେ ସରକାର ଏବଂ ପ୍ରଶାସନିକ ଅଧିକାରୀ ସମ୍ବେଦନଶୀଳ ହେବା ଆବଶ୍ୟକ ନୁହେଁ କି? ଚାଷୀଙ୍କୁ ଆଉ ଅପେକ୍ଷା ନ କରାଇ ପ୍ରଶାସନ ଆବଶ୍ୟକ ସ୍ଥଳରେ ମଣ୍ଡି ଖୋଲି ଧାନ କ୍ରୟ କରିବା ନିମନ୍ତେ ଆମେ ଦାବି କରୁଛୁ।